तो हे गाइस जय जगन्नाथ सामने आपको स्वागत करछि गुटे नवा ब्लॉग रे वर्तमान टाइम हे गलानी संध्या 6:30 तो आज एई टाइम रे काहे कि वीडियो ता स्टार्ट करली तार गोटे कारण अछि जेहेतु काली वीडियो बनै नै टोटल काहे ना मु काली टोटल बेड रे उठिनी तार कारण होछि गोटे एंटी मेडिसिन खाइली धर गोटे मोर गोटे प्रॉब्लम हेछि मु से प्रॉब्लम टा पई मेडिसिन टा खाइली किंतु अनफॉर्चुनेटली से मेडिसिन टा मो बॉडी रे इते मात्रा रिएक्शन कला गाइस जेहेतु जोड़ा भलो भाग तो भलो हो गला किंतु मेडिसिन रो इते रिएक्शन दिला इते तार मात्रा हाई पावर थिला टोटल मोर बॉडी टा को ही से अपाइच बेरा पड़ला केमती अपाइच पड़ला मान टोटल बॉडी टा मोर पूरा मुंडो टू गोड़ जाके माने बुलेई की देहडा टोटल झिमझिम मारी की जेंती बीपी हाई हे गले जेंती होती गुटे मनुष्य देह मुंडो पूरा संपूर्ण पीड़ा हे गला तो काली टोटल बेडरूम उठी पारनी आज टिके भल लागुची ଆଉ ଅବିକା ମୁଁ ବି ଉଠିକି ଜଷ୍ଟ ଫ୍ରେଶ ହେଇଛି ଟିକେ ଅଳ୍ପ ସମୟ ହେଇଛି ଆଉ ତାର କାରଣ କିଛି ବି ହେଇଥାଇ ପାରେ ସେ ମେଡିସିନ ରିଆକ୍ସନ ହେଇଥାଇ ପାରେ ବା କିନ୍ତୁ ମେଡିସିନ ଖାଇଲା ପରେ ଗାଇଛି ମୋ ବଡି ରିଆକ୍ସନ ହେଇଛି ଏଇଟା ସିଓର ସତ କଥା ସେଥିପାଇଁ ଏତେ ପ୍ରୋବ୍ଲେମ ହଉଛି ଯେ ମୁଁ ବ୍ଲଗ ବନେଇ ଯାଇ ପାରୁନି ଗୋଷ୍ଟ ବ୍ଲଗ କହିଥିଲି ଆପଣଙ୍କୁ ଆଣିକି ଦେବି ଗୋଷ୍ଟ ବ୍ଲଗ ବନେଇ ଯାଇ ପାରୁନି ପିଲା ବି ଆସୁନାହାନ୍ତି ଟାଇମରେ ତାପରେ ଆଉ ଗୋଟେ ଜିନିଷ ହଉଛି ପିଲା କେମିତି ଆସିବେ ମୁଁ ତ ପଡିଛି ବେଡରେ ପିଲା ଆସିକି କଣ କାମ ସହାୟତା କରିବେ ଛାଡ ମୋର ହିଁ ଭୁଲ ଦେହ ଖରାପ ହେଲେ ମୁଁ କଣ କରିବି ତ ସରି ଗାଇ ସେଥିପାଇଁ ବହୁତ ବହୁତ କ୍ଷମା କରିବ ମତେ ଯେହେତୁ ଆଣିପାରୁନି ବ୍ଲଗ କଣ୍ଟିନ୍ୟୁ ଦେଇପାରୁନି ତ ଏଇ ଜିନିଷ ଟା କହିବା ପାଇଁ ମୁଁ ବହୁତ ଚେଷ୍ଟା କରିଛି କାଲି ବି ବ୍ଲଗ ବନେଇବା ଚେଷ୍ଟା କରିଥିଲି କିନ୍ତୁ ଏତେ ଦୁଃଖ ଲାଗୁଛି ଯେ ମୁଁ ଗୋଟେ ମାନେ କାଲି ଏମିତି ଲାଗିଲା ଗୋଟେ ବ୍ଲଗ ବି ବନେଇ ପାରିଲିନି ଛାଡ ସେ ସବୁ କଥା ଆଉ ଆଜି ମତେ ଯେହେତୁ ଟିକେ ଫ୍ରି ଲାଗିଲା ନା ମୁଁ ଆପଣଙ୍କୁ ନିହାତି ରୂପେ କହିବି ଯେ ବ୍ଲଗ ଆଜି ଆସିବାଟା ଆସି ଆଉ କିଏ ରୋକିଦେବେନି ଯଦି ମୋ ଦେହ ପା ସାଥ ଦେଇଛି ମୋ ସାଙ୍ଗରେ ନିହାତି ବ୍ଲଗ ଆସିବ କିନ୍ତୁ ଆପଣଙ୍କ ସାଙ୍ଗରେ ଗାଇଛି ଏମିତି କଣ କେବେ ହୁଏ ଯେ ଧର ଗୋଟେ ବଟିକା ମାନେ ଟାବଲେଟ ମେଡିସିନ ଯାହା କିଛି ବି ମେଡିସିନ ହଉ କି ଯେକୌଣସି ମେଡିସିନ ହଉ ଯଦି ଆପଣ ଧର ତଣ୍ଟି ପୀଡା ପାଇଁ ମେଡିସିନ ଆଣିଥିବେ ଆପଣ ସେ ମେଡିସିନ ଟା ଖାଇଲା ପରେ ଦେହ ଟୋଟାଲ ପୀଡା ହେଇଯିବ ଏମିତି କଣ ରିଆକ୍ସନ ହୁଏ କମେଣ୍ଟରେ ଜଣେଇବେ ତ ମୁଁ ତ କାହିଁ ଏତେ ଦିନ ହେଲାଣି ପ୍ରାୟ ମେଡିସିନ ମୁଁ ଖାଇଛି ୟୁଜ ବି କରିଛି କିନ୍ତୁ ଏମିତି ସିଚୁଏସନ ମୋ କେବେ ମୋ ଜୀବନର ଲାଇଫରେ ଫାର୍ଷ୍ଟ ଟାଇମ ଏମିତି ସିଚୁଏସନ ହେଲା ଯେ ଗୋଟେ ମେଡିସିନ ଆଣିଲି ଯୋଉ ମେଡିସିନ ପରେ ତଣ୍ଟି ପୀଡା ତ ପଳେଇଲା ଟୋଟାଲ ବଡି ବେଳା କରିଦେଲା ପୀଡା ମାନେ ଏତେ ପୀଡା ଦେହ ମୁଣ୍ଡ ମୁଁ ଉଠି ହିଁ ପାରିଲି ଏଇ ଯୋଉ ହାତ ଗୋଡ ନା ସବୁ ଲୁଜ ହେଇଗଲା ସେ ମେଡିସିନ ଆକ୍ଚୁଆଲି ପାୱାର ଅଧିକା ନା ମେଡିସିନ ର କୌଣସି ଇଫେକ୍ଟ ପଡୁଛି କାହିଁକି ନା ଆଜିକାଲି ଜେନେରିକ ମେଡିସିନ ମାନେ ଲୋକାଲ ରେ ଯେତିକି ଫାର୍ମାସି ଦୋକାନ ଦେଇଛନ୍ତି ସମସ୍ତେ ଫାର୍ମାସି ଆକ୍ଚୁଆଲି ପାଇନଥିବେ ଅନ୍ୟ ଏକ ସାର୍ଟିଫିକେଟ ରେ ଫାର୍ମାସି ମେଡିସିନ ବିକି ପାରୁଛନ୍ତି କାହିଁକି ନା ଟ୍ରେନିଂ ନେଇକି ସେମାନେ ମେଡିସିନ ଦୋକାନ ଦେଇଛନ୍ତି ମେଡିସିନ ବିକୁଛନ୍ତି ତ କାହାର ବି ଅଜ୍ଞାନତା ହେଇପାରେ ବା କିଛି ବି ହେଇଥାଇପାରେ ଏକ୍ସ ୱାଇ ଜେଡ୍ ଛାଡିଦିଅ ସେ କଥା ତ କିନ୍ତୁ ଏଇ ଜିନିଷ ଟା ମୋ ସାଙ୍ଗେ ଏମିତି ଭାବରେ ହେଲା କଣ କହିବି ମୋ ମୁହଁ ବି ଗାଇ ଶୁଖିଯାଇଛି ଛାଡ ତ ଏଇ ଭିଡିଓଟି ମୁଁ ଖାଲି ଗୋଟେ ଏଇ ଜିନିଷ ଟା କହିବି ବୋଲି ବନେଇଥିଲି ଯେ ହଷ୍ଟେଲ ତମେ କାଲି ଆଉ ଯାଇପାରିଲିନି କୌଣସି ହାଲତରେ ଯାଇପାରିଲିନି ଉଠି ତ ପାରିଲି ଯିବି ବି କଣ ତ ଆଜି ଯିବା ପାଇଁ ମୁଁ ସମସ୍ତଙ୍କୁ ଫୋନ ଫାନ କରିସାରିଛି ଅଲରେଡି ଆଉ ସମସ୍ତେ ଆସୁଛନ୍ତି
ସେ ଆଜି ଆସିବେ ଭାରି 8ଟା 8:30 ବେଳକୁ ପଳେଇ ଆସିବେ। ଆସିଲେ ଆମେ ବାହାରିକି ପଳେଇବୁ ଆମ ଲୋକେସନ ଉପରକୁ, ଯୋଉ ଜାଗାକୁ ଯିବା ପାଇଁ ଅତି ଭୟ ଲାଗୁଛି। ଯେହେତୁ ଆଜି ହଉଛି, କାଲି ମେରୁ ସଂକ୍ରାନ୍ତି ଗଲା, ଆଉ ଆପଣଙ୍କ ଏରିଆରେ ମେରୁ କେମିତି କଣ ପାଳନ କରିଲେ କମେଣ୍ଟ ନିହାତି ଜଣେଇବେ। ଯଦି ପାରିବେ କିଛି ଭିଜୁଆଲ ବି ପଠେଇବେ, କାହିଁକି ନା କାଲି ଭଳିଆ ମେରୁ ସଂକ୍ରାନ୍ତିରେ ମୁଁ ବେଡରୁ ଉଠି ପାରିନି, ବେଡରେ ପଡିଛି ସେଇପରି ବେଡରେ ରେଷ୍ଟ ହେଇଯାଇଛି। ମୁଁ କିଛି କାଲି ଦୁନିଆ ବିଷୟରେ କିଛି ଜାଣିନି। ମୋବାଇଲ ବି ୟୁଜ କରିନି କାହିଁକି, ସତ କଥା। ଏମିତି କାହାକୁ ଦେହ ଖରାପ ହୁଏ ଯେ ମୋବାଇଲ ଧରି ପାରେନି, ମୋର ଏମିତି ଗୋଟେ ଯାଇଛି କାଲି ହେଲା, ମୁଁ ମୋବାଇଲ ବି ୟୁଜ କରିପାରିନି। କିଛି ବି କାରଣ ହେଇଥାଇପାରେ। ତ ଏଇ ଜିନିଷ ଟା ହଠାତ୍ ହେଲା, କେମିତି ହେଲା, କଣ ହେଲା, ସେଟା ତ ମୁଁ ବି ଜାଣିନି ଗାଇସ୍। ତ ଯାହା ବି ହେଇଛି, ଭାବୁଛି ଭଗବାନଙ୍କର ହିଁ ଇଚ୍ଛା ଥିବ। ଆଉ ଆପଣମାନଙ୍କ ସପୋର୍ଟ ଟା ଗାଇସ୍ ନିହାତି ଦରକାର। ଆପଣ କମେଣ୍ଟରେ କମେଣ୍ଟ କରନ୍ତୁ। ଆପଣମାନେ ଶିକ୍ଷା ଦେବେ, ଆପଣ ମାନେ ହିଁ ସବୁ କିଛି କରିବେ। ଆପଣମାନେ ଯଦି କହିବେ ନାଇଁ ଭାଇ ଏଇ ଜିନିଷ ଟା କର, ଦେଖିବାକୁ ଭଲ ଲାଗିବ, ମୁଁ ସେଇ ଜିନିଷ ନିହାତି କରିବି। ଆପଣଙ୍କ ଇଚ୍ଛା ଥରେ ଲାଗୁ କରୁ, ଆପଣଙ୍କ ଇଚ୍ଛା ଯଦି କହିବେ ନାଇଁ କୌଣସି ଅଲଗା କଣ୍ଟେଣ୍ଟ ଆଣ, বা ଡେଲି ବ୍ଲଗ କର, বা ଫ୍ୟାମିଲି ବ୍ଲଗ କର, বা ଘୋଷ୍ଟ ବ୍ଲଗ କର, ଯେକୌଣସି ଏଭ୍ରିଥିଙ୍ଗ ଆପଣ ଯେକୌଣସି ବ୍ଲଗ କହିବେ, ମୁଁ ସେଇ ବ୍ଲଗ ଆପଣଙ୍କ ଏଣ୍ଟରଟେନମେଣ୍ଟ କରିବା ପାଇଁ ଚେଷ୍ଟା କରିବି। ଆଉ ବର୍ତ୍ତମାନ ତ ଭାବିଛି ମୁଁ କିଛି ୱେବ ସିରିଜ କରିବା ପାଇଁ, ଯଦି ସମ୍ଭବ ହେଲା ତ ନିହାତି କରିବୁ ମୋ ଟିମ୍ ସାଙ୍ଗରେ। ଆଉ କିଛି ନୂଆ ପିଲାମାନଙ୍କୁ ଆଡ କରିବା ମଧ୍ୟ। ତ ଦେଖାଯାଉ କଣ କେମିତି କଣ ସିଷ୍ଟମ ସବୁ ହଉଛି। ଆଗକୁ ଆଗକୁ ବଢିବାର ଅଛି। ଆଉ ପଛକୁ ଅନେଇଲେ ପଛକୁ ଚାହିଁଲେ ପଛକୁ କିଛି ମିଳିବନି। କିନ୍ତୁ ଆପଣଙ୍କ ସପୋର୍ଟ ବହୁତ ଦରକାର। ଆପଣ ଯେତିକି ସପୋର୍ଟ କରିବେ, ଆମକୁ ଉତ୍ସାହ ସେତିକି ଲାଗିବ। ଆମ ମନ ସେତିକି ଖୁସି ହବ ଯେ ନାଇଁ, ଆମର ଭାଇ ମାନେ, ଆମର ଗାଇଜ ମାନେ, ଆମର ଯେତେ ଆମର ଫ୍ୟାମିଲିର ଲୋକ ଅଛନ୍ତି, ସମସ୍ତେ ଆମକୁ ଚାହୁଁଛନ୍ତି ଯେ ଆମେ କିଛି ନୂଆ ଜିନିଷ, ନୂଆ କ୍ରିଏଟ କରିକି ଆପଣମାନଙ୍କୁ ଏଣ୍ଟରଟେନ କରିବା। ତ ସେଇ ଜିନିଷଟାକୁ ମୁଁ ଆପଣଙ୍କ ପାଇଁ ଛାଡିଲି। ଆପଣ ବିଚାର କରନ୍ତୁ ଯେ ଏମିତି କଣ କଣ୍ଟେଣ୍ଟ ଅଣାଯିବ ଆପଣଙ୍କୁ ଯୋଉଟାକୁ ସୁଟେବଲ ଲାଗିବ, ଆପଣଙ୍କୁ ଭଲ ଲାଗିବ। ଆଜିକାଲି ତ ୟୁଟ୍ୟୁବରେ ମାନେ ଏମିତି କିଛି କଣ୍ଟେଣ୍ଟ ନାହିଁ ଯୋଉଟା କି କରୁନା, ଫିର ବି ଲୋକ ବନଉଛନ୍ତି। ମୁଁ ବି ସେମିତି ଚାହୁଁଛି ଯେ ଆପଣମାନଙ୍କ ଇଚ୍ଛା ଅନୁସାରେ କିଛି ଗୋଟେ ହଉ, ଯୋଉଟା କି ସମସ୍ତେ କେବେ ପବ୍ଲିକ ବା ନିଜର ଫ୍ୟାମିଲି ମାନଙ୍କ ଇଚ୍ଛା ଅନୁସାରେ କୌଣସି କଣ୍ଟେଣ୍ଟ ବନେଇନାହାନ୍ତି। କିନ୍ତୁ ମୁଁ ଚାହୁଁଛି ଆପଣ ମାନେ କଣ୍ଟେଣ୍ଟ ଦିଅନ୍ତୁ, ଆମେ ଯାଇକି କଣ୍ଟେଣ୍ଟ ତିଆରି କରିବୁ। ଚେଷ୍ଟା କରନ୍ତୁ, କମେଣ୍ଟରେ ଜଣାନ୍ତୁ। କମେଣ୍ଟରେ କଲେ ଆମେ ଆପଣଙ୍କ କମେଣ୍ଟ ଆଗ ପଢିକି ରିପ୍ଲାଏ ବି ଦେବି, ସାଙ୍ଗେ ସାଙ୍ଗେ ରିପ୍ଲାଏ। ଯିଏ ବି କମେଣ୍ଟ କରିବ ଏଇ ଭିଡିଓରେ, ମୁଁ ତାଙ୍କୁ ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେବି। ସେ ଜିନିଷ ଆମେ କରୁଛୁ ବୋଲି, କରିବାଟା ନିହାତି କରିବି, ନିହାତି କରିବି। ତ ପ୍ଲିଜ କମେଣ୍ଟରେ ଜଣାନ୍ତୁ ଭିଡିଓ କେମିତି ଲାଗୁଛି, ଆଗକୁ କଣ କଣ ଭିଡିଓ ଆଣିବୁ। ଆଉ ଏଇ ଭିଡିଓଟି ମୁଁ ଏଇଠି ଏଣ୍ଡ କରିଦଉଛି, କାହିଁକି ନା ପ୍ରିପେୟାର କରିବାକୁ ପଡିବ ଆମକୁ ଯିବା ପାଇଁ। ଆଉ ଗୋଟେ ଜିନିଷ ଆପଣଙ୍କୁ ଦେଖଉଛି, ଯୋଉଟା କି ମାଇକରେ ତ ମୁଁ ମାଇକ ୟୁଜ କରୁନି, କାହିଁକି ଘୋଷ୍ଟ ବ୍ଲଗରେ ମାଇକ ୟୁଜ କଲେ ଜିନିଷଟା କଣ ହଉଛି, ବାହାରର ଯୋଉ ଆବାଜ ଧୀରେ ଧୀରେ ଆବାଜ ଆସେ, ସ୍ଲୋ ଆବାଜ ଆସେ। ସେ ସ୍ଲୋ ଆବାଜଟା ମାଇକ କ୍ୟାପଚର କରିପାରୁନି। ୟୁଜର ତ ମାଇକ ଜଷ୍ଟ ମାନେ ପଡକାଷ୍ଟ ପାଇଁ ମାଇକ ୟୁଜ ହଉଛି, ଯୋଉଟା କି ମୁଁ ବସିକିନା ବର୍ତ୍ତମାନ ମୋ ରୁମରେ, ଆଉ ଏଠି ମୋ ଜିନିଷ ଇନଷ୍ଟ୍ରୁମେଣ୍ଟ ସବୁ ଜିନିଷ ଅଛି ଗାଇଜ। ଆଉ ଏଇ ଜିନିଷଟି ମୁଁ ରେଡି କରିଛି ଆମର ବ୍ଲଗରେ ୟୁଜ କରିବା ପାଇଁ। ଆଉ ଇଏ ତ ଜାଣିଥିବେ ସାଉଣ୍ଡ ସେଟଅପ ଆମର ରେଡି ହେଇକି ଅଛି। ତାକୁ ଏତେ ୟୁଜ ହଉନି, ଆଉ ଲାପଟପ ଆଉ କିଛି ଦିନ ମଧ୍ୟରେ
ଆସିକି ପହଞ୍ଚିବ। ତ ଏହା ହିଁ ଏ ଭିଡ଼ିଓଟି ଲାଇକ୍ ସେୟାର ସବସ୍କ୍ରାଇବ ନିହାତି କରନ୍ତୁ, କମେଣ୍ଟ ତ ନିହାତି କରିବେ। ଆପଣମାନଙ୍କ ପାଇଁ ଭିଡ଼ିଓ ମୁଁ ବନଉଛି, ଆପଣମାନେ ଯେମିତି ଚାହିଁବେ ଭିଡ଼ିଓ ବନେଇବା ପାଇଁ ମୁଁ ସେମିତି ଭିଡ଼ିଓ ଆଣିଲେ ଆପଣଙ୍କ ଆଗରେ କହିବି। ପ୍ଲିଜ ୟାର କମେଣ୍ଟ ନିହାତି କରନ୍ତୁ, କମେଣ୍ଟ କଲେ ଆମେ କଣ୍ଟେଣ୍ଟ ଚିନ୍ତା କରିବୁ। ଆପଣ ଯୋଉଭଳିଆ କଣ୍ଟେଣ୍ଟ କହିବେ ଆମେ ସେଇଭଳି ଆକାରରେ କଣ୍ଟେଣ୍ଟ ତିଆରି କରିବୁ। ଓକେ ଗାଇଜ, ରହୁଛି ବାଏ, କାଲି ଦେଖା ହବ ନେକ୍ସଟ ବ୍ଲଗରେ ଆଉ ଏକ ନୂଆ ଲୋକେସନ। ରହୁଛି ବାଏ।